ସାଙ୍ଗମାନେ ଆଦିତ୍ୟ କ'ଣ ଜେଲ୍ ଯାଇପାରେ? ଏହି ଭୁଲ କରି ସାରିଲା ପରେ କ'ଣ ଆପଣମାନଙ୍କୁ କ'ଣ ଲାଗୁଛି? ଆଦିତ୍ୟ ଜେଲ୍ ଯାଇପାରେ? ଅମ୍ବିକା ସହିତ ଯେଉଁ ଭୁଲ କରିଛି ସେଇଟା ପାଇଁ କ'ଣ ଦଣ୍ଡ ମିଳିପାରେ? ତ ଆଗକୁ ଏହି ଏପିସୋଡ଼ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ପ୍ରଥମେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ। ତ ସାଙ୍ଗମାନେ ଆପଣମାନେ ଦେଖିବାକୁ ପାଇବେ ଯେ ଅମ୍ବିକାର ମା ଗୋଟେ ପେନ୍ଡ୍ରାଇଭ୍ ନେଇ ଆସିକି ଗୋଟେ ଟିଭିରେ ସବୁ ରେକର୍ଡ଼ ଦେଖାଇ ଦେଉଛି। ଆଉ ସେଠିରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଅମ୍ବିକା ସହିତ ଆଦି କେମିତି ଜୋର ଜବରଦସ୍ତ କରି ମାଡ଼ି ବସିଛନ୍ତି, ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଘରର ପରିବାର ସମସ୍ତେ ଏ ଭିଡ଼ିଓ ଦେଖି ସାରିଲା ପରେ ଆଶ୍ଚର୍ଯ୍ୟ ହେଇଯିବେ। ତାପରେ ଆଦିତ୍ୟର ମା ମାନେ ତାଙ୍କର ଆଦିତ୍ୟର ଖୁଡ଼ି କହିବେ, ନଟ୍ ପସିବୁଲ୍, ଏଇଟା କେବେ ମୋ ଆଦି କରିପାରିବନି। ତାପରେ ଅମ୍ବିକାର ମା କହୁଛି, ହଁ ଏଇଟା ତ ତମ ଆଖିରେ ଦେଖାଯାଉନି। ଆଉ ଯଦି ଦେଖନ୍ତୁ ତମ ଇନୋସେଣ୍ଟ ପରିବାରର ଇନୋସେଣ୍ଟ ବୟ ଆଦିତ୍ୟ ଦାସ, ସେ କେମିତିକା ଜୋର ଜବରଦସ୍ତ କରୁଛି ମୋ ଅମ୍ବିକା ଝିଅର ଇଜ୍ଜତ ଲୁଟିବା ପାଇଁ ଚେଷ୍ଟା କରୁଛି। ଏହା ସ୍ପଷ୍ଟ ଭାବରେ ଜଣାପଡ଼ିଯାଉଛି। ଆଉ ତମେ କିଛି ଜାଣିପାରୁନ, ତାହେଲେ ମୁଁ ଆଉ ଥରେ ଏହି ଭିଡ଼ିଓଟି ରିପ୍ଲେ କରି ଦେଖାଇଦେବି, ଏମିତି କହୁଛନ୍ତି। ତାପରେ ସେ କହୁଛନ୍ତି, ଅମ୍ବିକାର ମା କହୁଛନ୍ତି ଯେ ଏଥର ଆଦିତ୍ୟର ପର୍ଦ୍ଦାଫାଶ କରି ହେବ ଏବଂ ସେ ନିଶ୍ଚୟ ଜେଲ୍ ଯିବେ, ନହେଲେ ଅମ୍ବିକାକୁ ମ୍ୟାରେଜ୍ କରିବେ, ଏମିତି କହୁଛନ୍ତି। ତ ସାଙ୍ଗମାନେ କ'ଣ ଆପଣଙ୍କ ମତରେ କ'ଣ? ସତରେ ଅମ୍ବିକାକୁ ଗ୍ରହଣ କରିବେ ଆଦିତ୍ୟ ଦାସ? ଆପଣମାନେ ନିଶ୍ଚୟ ଆପଣଙ୍କ ରାୟ ଦିଅନ୍ତୁ।